ପିଲାମାନେ ଆଜି ଆମେ ଦେଖିବା ପ୍ରଥମ ଅଧ୍ୟାୟର ପାର୍ଟ 2। ଆମେ ପଢ଼ି ସାରିଥିଲେ ଯେ ଶ୍ରେଣୀ ବିଭାଗ ଏବଂ ଜୈବ ବିବିଧତା ସମ୍ବନ୍ଧରେ ପଢ଼ି ସାରିଥିଲେ ଏବଂ ଜୈବ ବିବିଧତାର ଜନକ ଏବଂ ଜାତି ଏବଂ ପ୍ରଜାତି ବାବଦରେ ପଢ଼ି ସାରିଥିଲେ। ତ ଆଜିର କ୍ଲାସ୍ରେ ଆମେ ପଢ଼ିବା ଏଇ ଯେଉଁ ଶ୍ରେଣୀ ବିଭାଗ କରାହେଉଛି, ଏଇ ଶ୍ରେଣୀ ବିଭାଗର ଆଧାର କ'ଣ। ତ ଶ୍ରେଣୀ ବିଭାଗର ଆଧାର କ'ଣ ତାର ଇତିହାସ ପ୍ରଥମେ ପଢ଼ିବା। ତ ବହୁ ପୁରାତନ କାଳରୁ ଜୀବମାନଙ୍କର ଶ୍ରେଣୀ ବିଭାଗକୁ ନେଇ ବିଭିନ୍ନ ପ୍ରଚେଷ୍ଟା ଚାଲି ଆସୁଛି। ଖ୍ରୀଷ୍ଟପୂର୍ବ 4ର୍ଦ୍ଦଶ ଶତାବ୍ଦୀରେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ପ୍ରାଣୀମାନଙ୍କର ମୁଖ୍ୟତଃ ବାସସ୍ଥାନକୁ ନେଇକି କରିଥିଲେ। ହେଲେ ସିଏ କ'ଣ କଲେ ନା ସିଏ ମୁଖ୍ୟତଃ ବାସସ୍ଥାନକୁ ନେଇକି କଲେ ଶ୍ରେଣୀ ବିଭାଗ। ଧରାଯାଉ ଜଳରେ ରହୁଥିବା ପ୍ରାଣୀ ସେମାନଙ୍କୁ ଗୋଟିଏ କାଟାଗୋରୀରେ ରଖିଲେ, ଗୋଟିଏ ଶ୍ରେଣୀରେ ରଖିଲେ ଏବଂ ସ୍ଥଳରେ ରହୁଥିବା ପ୍ରାଣୀ ତାଙ୍କୁ ଗୋଟିଏ ଶ୍ରେଣୀରେ ରଖିଲେ ଏବଂ ବାୟୁରେ ରହୁଥିବା ପ୍ରାଣୀ ତାଙ୍କୁ ନେଇକି ଗୋଟିଏ ଶ୍ରେଣୀରେ ରଖିଲେ। କିନ୍ତୁ ତା ଦ୍ୱାରା ଅନେକ ଅସୁବିଧା ହେଲା। କ'ଣ ଅସୁବିଧା ହେଲା ନା ଉଦାହରଣ ସ୍ୱରୂପ ଧରାଯାଉ ଆମର ସମୁଦ୍ରରେ କିଛି ପ୍ରବାଳ ଅଛନ୍ତି, ଅକ୍ଟୋପସ୍ ଅଛନ୍ତି, ସମୁଦ୍ର ତାରା ଯେଉଁଟାକି ତୁମେ ଷ୍ଟାର ଫିସ୍ ବୋଲି ଜାଣିଛ ଏବଂ ତିମି ବିଭିନ୍ନ ପ୍ରକାର ମାଛ ମଧ୍ୟ ଅଛନ୍ତି। କିନ୍ତୁ ଅସୁବିଧା ହେଲା ଯେ ଏମାନଙ୍କ ସମସ୍ତେ ଗୋଟିଏ ପରିସଂସ୍ଥା ଅର୍ଥାତ୍ ଗୋଟେ ଜାଗାରେ ରହୁଥିଲେ ମଧ୍ୟ ସେମାନଙ୍କର ଗାଠନିକ ଦୃଷ୍ଟିରୁ ତାଙ୍କର ଶରୀରରେ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଯେଉଁ ଅଙ୍ଗ ପରିସଂସ୍ଥାନ ଏ ଦୃଷ୍ଟିରୁ ଏମାନଙ୍କ ଭିତରେ କୌଣସି ସାମଞ୍ଜସ୍ୟ ସମାନତା ନାହିଁ। ତେଣୁ ତା ମଧ୍ୟ ଆମକୁ ଅସୁବିଧା ହେଲା। ତାପରେ କ'ଣ ହେଲା ଦେଖ ନା ଅତଏବ ନିର୍ଦ୍ଦିଷ୍ଟ ଆଧାର ବା ଲକ୍ଷଣକୁ ନେଇ ଶ୍ରେଣୀ ବିଭାଗ କରାଯିବା ତାହା ସ୍ଥିର କରାଯିବା ଆବଶ୍ୟକ ପଡ଼ିଲା। ତାହେଲେ ଏଇଠି ଆମେ ଜାଣିଲେ ଯେ ଏଇ ଯେଉଁ ଆମେ ଶ୍ରେଣୀ ବିଭାଗ ଆମେ କରିବା, ସେ ଶ୍ରେଣୀ ବିଭାଗରେ ଆଧାର କିଏ ହେବ, କେଉଁ ଲକ୍ଷଣ ବା କେଉଁ ଗୁଣକୁ ନେଇକି ଆମେ କେଉଁ ଗୁଣକୁ ଆମେ ଶ୍ରେଣୀ ବିଭାଗର ଆଧାର ମାନିକି ଆମେ ସେହି ଅନୁସାରେ ଶ୍ରେଣୀ ବିଭାଗ କରିବା। ତ ତାପରେ କ'ଣ ହେଲା, ତାପରେ ସେମାନଙ୍କର ବିଭିନ୍ନ ପ୍ରକାର ସେମାନଙ୍କ ଶରୀରର ଆକାର ଏବଂ ପ୍ରାକୃତିକ ଶାରୀରିକ ଗଠନ ଏବଂ କାର୍ଯ୍ୟଧାରାର ସମାନତାକୁ ପୃଥକୀକରଣ ଭାବେ ସାଧାରଣତଃ ଲକ୍ଷ୍ୟ ଭାବେ ଗ୍ରହଣ କରାଗଲା। ମାନେ ସେମାନଙ୍କର ଶରୀରର ଆକାର କେମିତି, ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ କେମିତି ଅଛି, ଅଙ୍ଗ ପରିସଂସ୍ଥାନ ଗୁଡ଼ିକ କେମିତି ଅଛି, ସେହି ସବୁକୁ ଆଧାର ମାନିକି କ'ଣ କରାହେଲା ନା ତାପରେ ଶ୍ରେଣୀ ବିଭାଗ କରାହେଲା। ତାପରେ ଏହି ଲକ୍ଷଣ ଗୁଡ଼ାକୁ ନେଇକି ଆମେ ଶ୍ରେଣୀ ବିଭାଗ କଲେ। ଯେମିତିକି ଉଦାହରଣ ସ୍ୱରୂପ ସେ କ'ଣ କହିଛି ନା ମଣିଷ ଜାତି ପାଇଁ ଲୋମ ବା ବାଳ ଗୋଟିଏ ବିଶେଷ ଲକ୍ଷଣ ହୋଇଥିଲା ବେଳେ ମାଛ ପାଇଁ କାତି। ଯେମିତିକି ମଣିଷମାନଙ୍କର ଯେଉଁ ଲୋମ, ମଣିଷ ଭଳିଆ ଅନେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର କି ଲୋମ ଅଛି, ସେମାନଙ୍କୁ ମଧ୍ୟ ଆମେ ଗୋଟେ ଶ୍ରେଣୀରେ ରଖିପାରିବା ବୋଲି ଗୋଟେ ମତ ଦିଆହେଲା। ମାଛର ଯେଉଁ ଭଳିଆ କାତି, ସେଭଳିଆ କାତି ଥିବା ପ୍ରାଣୀମାନଙ୍କୁ ତାଙ୍କୁ ଗୋଟେ ଶ୍ରେଣୀରେ ରଖାଯିବ ବୋଲି ମଧ୍ୟ ପ୍ରଥମେ ଯୋଜନା କରାଗଲା। ତେବେ ଜୀବଗୋଷ୍ଠୀର ଶ୍ରେଣୀ ବିଭାଗ ବେଳେ କେଉଁ ଲକ୍ଷଣ ପ୍ରଧାନ କେତେ ଅଧିକ ତାହା ଜାଣିବା ଆବଶ୍ୟକ। କାହିଁକି ଦେଖ, କେଉଁ ଶ୍ରେଣୀ ବିଭାଗ ବେଳେ କେଉଁ ଜୀବଟାକୁ କେଉଁ ଶ୍ରେଣୀରେ ରଖିବା ଏବଂ କେଉଁ ଲକ୍ଷଣଟାକୁ ବା କେଉଁ ଗୁଣଟାକୁ ଆମେ ବେଶୀ ପ୍ରାଧାନ୍ୟ ଦେବା ତାକୁ ମଧ୍ୟ ଆମେ ବେଶୀ ଜାଣିବା ଦରକାର। କାହିଁକିନା ଦେଖ, ଯେତେବେଳେ ଗୋଟେ ଘର ତିଆରି ହୁଏ, ସେ ଏଠି କହିଛି ଯେତେବେଳେ ଗୋଟେ ଘର ତିଆରି ହୁଏ ବିଭିନ୍ନ ଆକାରର ପଥର, ଇଟା ଇତ୍ୟାଦି ବ୍ୟବହାର କରାଯାଏ। କାନ୍ଥର ଅଗ୍ରଭାଗରେ କିପରି ଇଟା ଓ ପଥର ବ୍ୟବହାର କରାଯିବ ତାହା କାନ୍ଥର ତଳ ଭାଗ ବ୍ୟବହାର କରିଥିବା ପଥର ବା ଇଟାକୁ ପ୍ରଭାବିତ କରିନଥାଏ। କିନ୍ତୁ ତଳ ଭାଗରେ ବ୍ୟବହୃତ ପଥରର ଆକାର ଓ ଆକୃତି କାନ୍ଥର ଉପର ଭାଗରେ ବ୍ୟବହୃତ ହେଉଥିବା ପଥରର ଆକାର ଓ ପ୍ରକୃତିକୁ ନିର୍ଦ୍ଧାରଣ କରେ। ତା ମାନେ ଆମେ ଦେଖିବା ବେସ୍ ବା ଯେଉଁ କ'ଣ ତଳ ଭାଗଟା ସବୁବେଳେ ପାଇଁ ସୁଦୃଢ଼ ରହିବା ଦରକାର। ତଳ ଭାଗ ଅନୁସାରେ ଉପର ଭାଗଟା ନିର୍ଦ୍ଧାରିତ ହୋଇଥାଏ। ଯେମିତିକି ଗୋଟେ ଘର କ୍ଷେତ୍ରରେ ଆମେ କହୁଛେ, ସେଇଭଳି ଭାବରେ ଆମେ କ'ଣ କହିବା, କିଛି ରହିବ ପ୍ରଧାନ ଲକ୍ଷଣ, ସେଇ ପ୍ରଧାନ ଲକ୍ଷଣ ବା ପ୍ରଧାନ ଗୁଣ ଏବଂ ତାକୁ ଭିତ୍ତି କରିକି ଆଉ କିଛି ଗୌଣ ଯେଉଁଟାକି ଇମ୍ପୋର୍ଟାଣ୍ଟ, ଅତି ଆବଶ୍ୟକ ନୁହେଁ କିନ୍ତୁ ତଥାପି ଆମ ପାଇଁ ତା'ର ଆବଶ୍ୟକତା କମ୍ ହେଲେ ବି ତାକୁ ଆମେ ଧ୍ୟାନରେ ରଖିକି ଶ୍ରେଣୀ ବିଭାଗ କରିବା, ସେଇଟା ରହିବ ଗୌଣ ଲକ୍ଷଣ। ତ ସେଇଭଳି ଭାବରେ ଆମେ କ'ଣ କଲେ, ଜୀବଜଗତରେ ଶ୍ରେଣୀ ବିଭକ୍ତିକରଣ ମଧ୍ୟ ଏହାର ଏକ ମୁଖ୍ୟ ବିଭାଗ। ଏଗୁଡ଼ିକର ବିଶେଷ କରି ତାହାର ଲକ୍ଷଣ ଓ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଭେଦ ନିର୍ଦ୍ଧାରଣ କରାଯାଏ। ତେଣୁ ଜୀବଜଗତରେ ଶ୍ରେଣୀ ବିଭାଗ କଲାବେଳେ ଗୋଟିଏ ସ୍ତରର ପ୍ରାଣୀ, ଉଦ୍ଭିଦ, ତଳ ସ୍ତରର ପ୍ରାଣୀ ଆଉ ଉଦ୍ଭିଦ ଲକ୍ଷଣ ଦ୍ୱାରା ପ୍ରଭାବିତ ହେବା କେତେ ସମାନୀୟତା ବଜାୟ ରଖାଯାଏ। ତେଣୁ ଯେତେବେଳେ ଆମେ ଶ୍ରେଣୀ ବିଭାଗ କରିଚାଲିବା ସବୁବେଳେ ପାଇଁ କ'ଣ ହେବ ନା ତଳ ସ୍ତରର ପ୍ରାଣୀ
बा उद्भिद लक्षण गुड़िक द्वारा केते मात्रा उपर स्तर प्राणी गुड़िक प्रभावित हेबे ताहा मध्य लक्ष्य रखा आवश्यक। तो यही धारा गले आम लक्षणर स्तर बा परस्पर संबंधित लक्षण गुड़िक व्यवहार कर जीव मानकर कौन कर श्रेणी विभाग कर। तो सर्वप्रथम जोटा सी नेले जे गोटे उदाहरण नहीं कि सी जो श्रेणी विभाग कले तार बेसिस रहा कौन तार कौन रहा कौ आधार से कराला ना से रहा कषर गठन। जमीक तुम मैंने पूर्वर अष्टम श्रेणी में पढ़ी जे आम पाखे दी प्रकार कष नर्माली थाए। कौन कौन दी प्रकार कष ना साधारणतः दी प्रकार कष को लेकिन पूरा जगत गठित। गोटे है प्राक नैष्ठीय कष गोटे है सुनैष्ठीय कष। सुनैष्ठीय कष कौन ना सुनैष्ठीय कषरे कष अंगिका न्यष्टि थाए जहाद्वारा बहुकोशी जीव मानकर विभिन्न कष प्रक्रिया अलग अलग भाव में कार्य करे। जमीक मनीष बा अन्यान्य सब हायर ऑर्गेनिजम्स माने उच्च श्रेणीर प्राणी यथा आमर बाघ भालू जहाँ भी तुम कहीपर कि तुम विभिन्न प्रकार उद्भिद से समस्ते सुनैष्ठीय कषर तैयारी। सुनैष्ठीय कहले सुनष्टीय तुम तार माने तार मानेटा को लक्ष्य कर। सु अर्थ भल न्यष्टीय अर्थ न्यष्टि को बुझाऊँगी माने तार संगठित न्यष्टि एवं कष अंगिका सब भल थी। हाँ किंतु जदि आम कह प्राक नैष्ठीय कहले प्राक अर्थ माने आरंभ अवस्था ताने तार न्यष्टिटा पूरा संगठित होना तेणु प्राक नैष्ठीय कषरे एक संगठित न्यष्टि न थाए। यही कषरे विभिन्न क्रिया गुड़िक सुनैष्ठीय कष ठारू अलग अलग कार्य करे। यार कार्य एवं सुनैष्ठीय कषर कार्य अलग अलग। तेणु प्राथमिक प्रथमे से कौन कले ना प्राक नैष्ठीय कष एवं सुनैष्ठीय कष को आधार कले। न्यष्टि विशिष्ट कष परवर्ती समय रे बहु कषर विभक्त हो विशेष कार्य करिपारंती किंतु ए न्यष्टि युक्त कष गुड़िक सुसंगठित जीव मानकर श्रेणी विभाग एक विशेष लक्षण भाव में कार्य करे। तामाने जो कष गुड़ाकर न्यष्टि विशिष्ट माने जो गुड़ाक आम सुनैष्ठीय कष बोली कहले प्राक नैष्ठीय कषरे न्यष्टि नहीं सुसंगठित न्यष्टि नहीं। तो जो गुड़ाक आम सुनैष्ठीय कष कहले से गुड़ाक परवर्ती समय कौन हम ना बहु कषरे माने गोटे कषर बहु कषरे विभक्त हो एवं किसी विशेष कार्य मध्य करिपार। जीव शरीर कष गुड़िक अलग अलग रही अथवा एकाठी रही एक अविभाज्य गोष्ठी रूपे कार्य करिथांती। अनेक कष जेतेबेले एकाठी होई गोटे जीव गठन करती सेतेबेले सेमानंकठारे श्रम विभाजन नीति कार्य करिथाए एवं सेहीपरि स्थल जीवर समस्त कष एक प्रकार न होई अलग अलग आकार और कार्य करिथांती। जेमती कि आम जदि देखा आम मनुष्य शरीर मध्य सबू कष गुड़ाक सुनैष्ठीय कष प्राय किंतु सबू कषर कार्य अलग नुहे। धरा जाऊ आमर मस्तिष्क कष गुड़िक मस्तिष्क कष गुड़िकर कार्य अलग होता बेले आमर हृत्पिंड रही कष गुड़िकर कार्य अलग। तो एमिबा और कृमि शरीर गठन विभिन्न प्रकार प्रमुख उदाहरण गोटे एमिबा एक कोशी प्राणी होता बेले कृमि हूँ बहुकोशी प्राणी। जमीक से कहला एमिबा और कृमि दीटा होती अलग अलग। हाँ एवं समस्त जीव आलोक शोषण प्रक्रिया द्वारा निजर खाद्य प्रस्तुत करिपारंती नहीं। तेणु यही जिनस को सब बेसिस नियाला। प्रथमटा कौन बेसिस नियाला प्रथम नियाला प्राक नैष्ठीय कष सुनैष्ठीय कष कौन आधार गोटे आधार मन रख छुआ मैंने जदि मन रहूना लेखिकी रख गोटे आधार है प्राक नैष्ठीय कष सुनैष्ठीय कष आ गोटे आधार सी यही उदाहरण कहला जो एमिबा और कृमि उदाहरण कौन ना एक कोशी बहुकोशी आ गोटे आधार कौन कहला आलोक शोषण प्रक्रिया करिपारंती। हाँ तो यही भाव में यही आधार को लेकिन आम कौन कले ना यही आधार को लेकिन आम कौन ना जीव मानकर श्रेणी विभाग कले। हाँ तो प्राणी मानक शरीर किपरि विकास होता है तार अंग प्रत्यंग मध्य हल्का थाए प्राणी मानक कथा मध्य नियाला। तो आम देखा तापर श्रेणी विभागर पदानुक्रम। हाँ पूर्वर आलोचना करा जायछि जे एकाधिक जातिर समारोह गोटे प्रजाति गठित सेहीपरि एकाधिक प्रजातिर गोटे वंश एकाधिक वंशरे गोटे वर्ग एकाधिक वर्गरे गोटे श्रेणी एवं एकाधिक श्रेणी रे गोटे पर्व एवं एकाधिक पर्वरे आम कौन ना गोटे जगत सृष्टि हुए गोटे किंगडम जोटा कि आम कहे। तो से केतेक स्थल प्रजाति को उपप्रजाति रे वंश को उपवंश और वर्ग को उपवर्ग एवं श्रेणी को उपश्रेणी और पर्व को उपपर्व मध्य विभक्त करा जायछि। तो ताहले आमे कौन है ताहले आमे उठू जानिले जे सबुठारू बेसिक जिनसटा है जाति किछि जाति मानकु नेकी गोटे
କ'ଣ ଗଠିତ ହୋଇଥାଏ ରେ ନା ଗୋଟେ ପ୍ରଜାତି। କିଛି ପ୍ରଜାତି ମାନଙ୍କୁ ନେଇକି ଗୋଟେ କ'ଣ ଗଠିତ ହୋଇଥାଏ ବଂଶ, ଯେଉଁଟାକି ଆମେ ଇଂରାଜୀରେ କହୁଛେ ଫ୍ୟାମିଲି। କିଛି ବଂଶକୁ ନେଇକି ଗୋଟିଏ ବର୍ଗ, କିଛି ବର୍ଗକୁ ନେଇକି ଗୋଟିଏ ଶ୍ରେଣୀ, କିଛି ଶ୍ରେଣୀକି ନେଇକି ଗୋଟେ ପର୍ବ ଏବଂ କିଛି ପର୍ବକୁ ନେଇକି ଗୋଟେ ଜୀବଜଗତ ବା ଗୋଟେ ଯେଉଁ ଜଗତ ଗୋଟେ କିଙ୍ଗଡମ୍ ତିଆରି ହୋଇଥାଏ। ତାହେଲେ ଆମେ ଦେଖିବା ଜୀବଜଗତର ଲିଭିଂ କିଙ୍ଗଡମ୍ର କ'ଣ କ'ଣ ସବୁ ଅଛି ଦେଖ। ଗୋଟେ এইটি লক্ষ্য কর, এইটি ডাহাଣ পଟେ ଯେଉଁ ତୁମର ଦେଇଛି, ତାହେଲେ ସଭା ତଳେ କିଏ ରହିଲା ଜାତି, ତା ଉପରକୁ କିଏ ପ୍ରଜାତି, ତା ଉପରକୁ କିଏ ବଂଶ, ତା ଉପରକୁ ବର୍ଗ, ତା ଉପରକୁ ଶ୍ରେଣୀ, ତା ଉପରକୁ ପର୍ବ, ତା ଉପରକୁ ହେଉଛି ଜଗତ, ତା ଉପରକୁ ହେଲା ଜଗତ। ଏହି ଶ୍ରେଣୀ ବିଭାଗ ଜାତିକୁ ଏକକ ଭାବରେ ଗ୍ରହଣ କରେ। ସାଧାରଣତଃ ଶରୀରରେ ଗଠନର ସମାନତା ସହିତ ଜନନ ପ୍ରକ୍ରିୟାର ସମାନତାକୁ ନେଇ ଜାତି ଗଠନ କରାଯାଇଥାଏ। ଏବଂ ଯେଉଁ ଜାତିଟା ଯେଉଁ କରାହେଇଛି ଯେ ଗୋଟେ ଜାତି କହିଲେ ଶାରୀରିକ ଗଠନ ଏବଂ ଜନନ ପ୍ରକ୍ରିୟାର ସମାନତା, ମାନେ ଗୋଟେ ଜୀବରୁ ଆଉ ଗୋଟେ ନୂଆ ଜୀବ ସୃଷ୍ଟି ହେବାର ପ୍ରକ୍ରିୟାକୁ ଆମେ ଜନନ ପ୍ରକ୍ରିୟା କହିଥାଉ। ତ ସେଇ ଶରୀରର ପୁରା ସାମଞ୍ଜସ୍ୟତା ଏବଂ ଜନନ ପ୍ରକ୍ରିୟାର ସାମଞ୍ଜସ୍ୟତା, ଯଦି ଆମେ ଗୋଟେ ଜାତି କହିବା, ସପୋଜ୍ ମୁଁ କହିଲି ଗୋଟେ ଜାତି ହେଉଛି, ମନେ କରାଯାଉ କୁକୁଡ଼ାକୁ ଗୋଟେ ଜାତିରେ ରଖିଲେ ଏବଂ ସବୁ କୁକୁଡ଼ାମାନଙ୍କର ପ୍ରାୟ ଶାରୀରିକ ଗଠନ ସମାନ ଏବଂ ସେମାନଙ୍କର ଜନନ ପ୍ରକ୍ରିୟା ମଧ୍ୟ ସମାନ। ନୂଆ ଜୀବ ଗୋଟେ କେମିତି ସୃଷ୍ଟି ହୁଏ? ଅଣ୍ଡା ଦେଇକି। ଯଦି ଆମେ ଦେଖିବା ଗୋଟେ ହାତୀ, ତା'ର କେମିତି ନା ହାତୀ ଯେହେତୁ ଗୋଟେ ସ୍ତନ୍ୟପାୟୀ ପ୍ରାଣୀ, ସିଏ ତା'ର ଛୁଆ ଜନ୍ମ କରେ, ତେଣୁ ତା'ର ଜନନ ପ୍ରକ୍ରିୟାଟା ମଧ୍ୟ ଅଲଗା। ତେଣୁ ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀ ବିଭାଗ ବେଳେ ଜୀବଜଗତକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମେ ଯେତିକିବେଳେ କାର୍ଲୋସ୍ ଲିନିୟସ୍ କରିଥିଲେ, ଯିଏକି ଜୀବଜଗତ ଯେଉଁ ଶ୍ରେଣୀ ବିଭାଗର ଯାହାକୁ ଆମେ ଜନକ କହୁଛେ, ଯିଏକି ସିଷ୍ଟେମା ନେଚୁରେ ବହି ଲେଖିଥିଲେ ବୋଲି ଆମେ ପୂର୍ବ କ୍ଲାସ୍ରେ ପଢ଼ିଥିଲେ, ସିଏ କ'ଣ କରିଥିଲେ? ପ୍ରଥମେ କ'ଣ ଦୁଇ ଜଗତ କରିଥିଲେ, ଦୁଇଟା ଜଗତ କରିଥିଲେ। ଦୁଇ ଜଗତ ମନେ ରଖିବ, ଏଇଟା ଦୁଇ ଜଗତ କିଏ କରିଥିଲେ ଏବଂ କିଏ କରିଥିଲେ ନା କାର୍ଲୋସ୍ ଲିନିୟସ୍। କ'ଣ କ'ଣ ସେ ଦୁଇଟା ଜଗତ ଥିଲା? ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ। କିନ୍ତୁ ସମୟକ୍ରମେ ଦେଖାଗଲା ଯେ ଜୀବଜଗତରେ ଅନେକ ଜୀବଙ୍କୁ ଉପରୋକ୍ତ ଦୁଇ ଭାଗରେ ଠିକ୍ କରିବା ଉଚିତ ନୁହେଁ। ତେଣୁ 1884 ମସିହାରେ E.H. ହେଗେଲ୍ କ'ଣ କଲେ? ଜର୍ମାନ ବୈଜ୍ଞାନିକ ଜଣେ ପ୍ରାଣୀ ବିଜ୍ଞାନୀ ଏକକୋଷୀ ଜୀବମାନଙ୍କୁ ପ୍ରୋଟିଷ୍ଟା ନାମକ ଏକ ଭାଗରେ ଅନ୍ତର୍ଭୁକ୍ତ କରି ତିନି ଜଗତ ଶ୍ରେଣୀ ବିଭାଗ ପ୍ରସ୍ତାବ ଦେଇଥିଲେ। ସେ କହିଲେ ଆମେ କ'ଣ କରିବା? ଦୁଇଟା ଜଗତ ନୁହେଁ, ଏଠି ତିନିଟା ଜଗତ କରିବା। କ'ଣ କ'ଣ ତିନିଟା ଜଗତ? ଗୋଟେ ହେଉଛି ପ୍ରାଣୀ ଜଗତ, ଗୋଟେ ହେଉଛି ଉଦ୍ଭିଦ ଜଗତ, ଆଉ ଗୋଟେ ହେଉଛି ଏକକୋଷୀ ପ୍ରାଣୀମାନଙ୍କର ପ୍ରୋଟିଷ୍ଟା ଜଗତ। ତିନିଟା ଜଗତ କରିଥିଲେ। ତ ତାପରେ କ'ଣ ହେଲା ନା ରବର୍ଟ ହ୍ୱାଇଟେକର ଆଉ ଦୁଇଟି ଜୀବଜଗତ ମନେରା ଆଉ ଫଞ୍ଜାଇ ଆଣିକି କ'ଣ କଲେ? ତିଆରି କଲେ। ସେ କହିଲେ ଦୁଇ ଜଗତ ନୁହେଁ, କେତେ ହେବ? ଏଇଟା ପଞ୍ଚଜଗତ ହେବ। ପଞ୍ଚଜଗତ କିଏ କିଏ? ଦେଖ ଏଇଠି ମନେ ରଖିବା, ଟିକେ ଛୁଆମାନେ ଏଇଟା ମନେ ରଖିବ। ତୁମର ଏଇଟା ଯେଉଁ ସର୍ଟ ଟାଇପ୍ କ୍ୱେଶ୍ଚନ୍ ଆସିପାରେ ଯେ ଆମର ଦୁଇ ଜଗତ କିଏ ଦେଇଥିଲେ? କାର୍ଲୋସ୍ ଲିନିୟସ୍। କ'ଣ କ'ଣ ଥିଲା ସେ ଦୁଇଟା ଜଗତ? ପ୍ରାଣୀ ଜଗତ, ଉଦ୍ଭିଦ ଜଗତ। ତିନି ଜଗତଟା କିଏ ଦେଲେ? ନା E.H. ହେକେଲ୍। E.H. ହେକେଲ୍ କ'ଣ କହିଲେ? ନା ତିନିଟା ଜଗତ କରିବା। କ'ଣ କ'ଣ? ପ୍ରାଣୀ ଜଗତ, ଉଦ୍ଭିଦ ଜଗତ, ଆଉ ଗୋଟେ ହେଲା ତୁମମାନଙ୍କର ଯେଉଁ କ'ଣ ଏକକୋଷୀ ପ୍ରାଣୀମାନଙ୍କର ଗୋଟେ ଜଗତ ଦେଇଥିଲେ, କ'ଣ ଏଇଟା? ପ୍ରୋଟିଷ୍ଟା। ଆଉ ଗୋଟେ କ'ଣ କହିଲେ? ତାପରେ ରବର୍ଟ ହ୍ୱାଇଟେକର ଆସିକି କ'ଣ କହିଲେ? ସେ କହିଲେ ଆମେ ଏଇଟାକୁ ପଞ୍ଚଜଗତ କରିବା। ତ ପଞ୍ଚଜଗତ କ'ଣ? ନା ଆମ ପାଖରେ ପାଞ୍ଚଟା ଜଗତ ଅଛି। ଗୋଟେ ହେଲା ପ୍ରାଣୀ ଜଗତ, ଉଦ୍ଭିଦ ଜଗତ, ପ୍ରୋଟିଷ୍ଟା ବି ଥାଉ, ଆଉ ଦୁଇଟା ଏକ୍ସଟ୍ରା ଆଡ଼୍ କଲେ କ'ଣ? ମନେରା ଆଉ ଗୋଟେ ଫଞ୍ଜାଇ। ତ ଶେଷରେ ଆମେ କାହାକୁ ଆପଣେଇଲେ? ନା ପଞ୍ଚଜଗତ ବିଶିଷ୍ଟ ବର୍ଗୀକରଣ। ଆମ ପାଖରେ କ'ଣ କ'ଣ ଅଛି? ପଞ୍ଚଜଗତ ବିଶିଷ୍ଟ ବର୍ଗୀକରଣ। କ'ଣ କ'ଣ ସେ ପାଞ୍ଚଟା ଜଗତ ଦେଖ? ମନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି। ପ୍ଲାଣ୍ଟି କହିଲେ ଯେଉଁ ପ୍ରାଣୀ ଜଗତଟା ଥିଲା, ଯେଉଁଟାକୁ ଆମେ ପ୍ରାଣୀ ଜଗତ କହୁଥିଲେ ପ୍ଲାଣ୍ଟ, ଉଦ୍ଭିଦ ଜଗତକୁ କହୁଥିଲେ ପ୍ଲାଣ୍ଟ, ସେ ଉଦ୍ଭିଦ ଜଗତଟାକୁ ସେ କ'ଣ କହିଲେ? ପ୍ଲାଣ୍ଟି। ଏବଂ ଆମେ ପ୍ରାଣୀ ଜଗତଟାକୁ ପ୍ରାଣୀ ଇଂଲିଶ ଏନିମାଲ୍, ତେଣୁ ସିଏ ତାକୁ ଦେଲେ କ'ଣ? ଏନିମାଲିଆ। ତ ଆମ ପାଖରେ ପାଞ୍ଚଟା ଜଗତ ଆସିଲା। କ'ଣ କ'ଣ? ମନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି ଆଉ ଏନିମାଲିଆ।
ଏହି ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ ବୈଜ୍ଞାନିକଙ୍କ ନିକଟରେ ବେଶ ଆଦୃତ ରହିଲା ଏବଂ ଅଦ୍ୟାବଧି ମଧ୍ୟ ଆମେମାନେ ମଧ୍ୟ ଏଇ ପଞ୍ଚଜଗତ ଶ୍ରେଣୀ ବିଭାଗକୁ ମଧ୍ୟ କ'ଣ କରୁଛେ ନା ପଞ୍ଚଜଗତ ଶ୍ରେଣୀ ବିଭାଗକୁ ମଧ୍ୟ ଆମେ ବର୍ତ୍ତମାନ ଅନୁସରଣ କରିକି ମଧ୍ୟ ଆମେ ଆମର ଯେଉଁ ବାୟୋଲୋଜିରେ ଯେଉଁ ଜୀବବିଜ୍ଞାନରେ ଆମେ ବର୍ତ୍ତମାନ ସୁଦ୍ଧା ପଢ଼ୁଛେ। ଏହି ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ ବେଶ ଗ୍ରହଣୀୟ ହେଲା ଏବଂ ଏହାପରେ ଆମର ପଞ୍ଚଜଗତ ଶ୍ରେଣୀ ବିଭାଗ ଜନକ କିଏ ହେଲେ ରେ ନା ରବର୍ଟ ହୁଇଟେକର। ମନେ ରଖିବ ଏଇଟା ଦ୍ୱିଜଗତର ହେଲେ କାର୍ଲୋସ୍ ଲିନିୟସ୍, ତ୍ରିଜଗତର ହେଲେ E.H. ହେକେଲ, ପଞ୍ଚଜଗତର ହେଲେ ରବର୍ଟ ହୁଇଟେକର। ତ ଏଇଟା କେମିତି ହେଲା ଲକ୍ଷ୍ୟ କରିବା ଆମେ ଜୀବଜଗତକୁ ସେ କେମିତି ଭାଗ କଲେ ନା ଲକ୍ଷ୍ୟ କର ଏଇଠି ଏଇ ଯେଉଁ ଗୋଟେ କନସେପ୍ଟ ମ୍ୟାପିଂ ବା ଯେଉଁ ଡାଇଗ୍ରାମ ତମ ଭାଷାରେ ତମେ କହୁଛ ଏଇଟା ସେ କେମିତି ପଞ୍ଚଜଗତଟା କରିଛନ୍ତି ଲକ୍ଷ୍ୟ କରିବା ଆମେ। ଦେଖ ପ୍ରଥମେ ଜୀବକୁ ସେ ଦୁଇ ଭାଗରେ ବିଭକ୍ତ କଲେ କହିଲେ କ'ଣ ନା ଏକକୋଷୀ ଆଉ ପ୍ରୋକ୍ୟାରିଓଟିକ୍ ଯେଉଁଟାକି ଆମର ପ୍ରାକ୍ ନୈଷ୍ଠୀୟ କୋଷ ତାକୁ ସେ କ'ଣ କହିଲେ ଯେତେ ସବୁ ପ୍ରାକ୍ ନୈଷ୍ଠୀୟ କୋଷବାଲା ପ୍ରାଣୀ ଯେଉଁ କୋଷବାଲା ଜୀବ ଅଛନ୍ତି ପ୍ରାଣୀ ତ କହିବାନି ଜୀବ ଯେଉଁ ଅଛନ୍ତି ସେଇ ଜୀବମାନଙ୍କୁ ଆମେ କେଉଁ ଜଗତରେ ରଖିବା ନା ତାଙ୍କ ପାଇଁ ଗୋଟେ ଜଗତ ରଖିବା ସେଇଟା ହେଉଛି କ'ଣ ନା କିଙ୍ଗଡମ୍ ଯେଉଁଟାକି ଆମେ ଜୀବ ଜଗତଟାକୁ ଇଂରାଜୀରେ କହୁଛେ କିଙ୍ଗଡମ୍ ମନେରା ଏକକୋଷୀ ଏବଂ ପ୍ରାକ୍ ନୈଷ୍ଠୀୟ କୋଷବାଲା ହେଇଥିବେ। ଆମେ ଦୁଇ ପ୍ରକାର କୋଷ ପଢ଼ିଛେ ଗୋଟେ ପ୍ରାକ୍ ନୈଷ୍ଠୀୟ ଗୋଟେ ସୁନୈଷ୍ଠୀୟ। ପ୍ରାକ୍ ନୈଷ୍ଠୀୟ କୋଷବାଲା ଏବଂ ଏକକୋଷୀ ସେମାନେ କେଉଁ ଜଗତରେ ରହିବେ ରେ ନା ମନେରା ଜଗତରେ ରହିଲେ। ତାପରେ ଆଉ ଗୋଟେ ଆସିଲା ସୁନୈଷ୍ଠୀୟ କୋଷ ଭିତରେ କିଏ ରହିଲା ତାକୁ ପୁଣି ସେ ଦୁଇ ଭାଗ କଲେ କ'ଣ ଗୋଟେ ହେଲା ଏକକୋଷୀ ଆଉ ଗୋଟେ ହେଲା ବହୁକୋଷୀ। ଯେଉଁ ଜୀବ ଗୁଡ଼ାକ ସୁନୈଷ୍ଠୀୟ କୋଷରେ କିନ୍ତୁ ଗୋଟିଏ କୋଷରେ ତିଆରି ଯେଉଁ ଜୀବ ଗୁଡ଼ାକ ଯେଉଁ ଜୀବମାନଙ୍କ କେବଳ ଗୋଟିଏ କୋଷରେ ତାଙ୍କ ଜୀବନ କ୍ରିୟା କରିଥାନ୍ତି କିନ୍ତୁ ସୌନୈଷ୍ଠୀୟ କୋଷ ସେମାନଙ୍କୁ ଆମେ କ'ଣ କହିବା ପ୍ରୋଟିଷ୍ଟା। କ'ଣ କହିବାରେ ପ୍ରୋଟିଷ୍ଟା। ତ ତାକୁ ସେ କହିଲେ କ'ଣ କିଙ୍ଗଡମ୍ ପ୍ରୋଟିଷ୍ଟା ଯେ ପ୍ରୋଟିଷ୍ଟା ଜୀବଜଗତ। ତାପରେ ଯେତିକି ବହୁକୋଷୀ ପ୍ରାଣୀ ଥିଲେ ସୁନୈଷ୍ଠୀୟ କୋଷର ତାଙ୍କୁ ପୁଣି ଭାଗ କଲେ। କେମିତି ଭାଗ କଲେ ଲକ୍ଷ୍ୟ କର ନା ବହୁକୋଷୀ ପରେ ଯେଉଁଗୁଡ଼ାକ କୋଷ ଭିତ୍ତି ବିହୀନ ଯେଉଁମାନଙ୍କର କୋଷ ଭିତ୍ତି ନାହିଁ। ଆମେ ସାଧାରଣତଃ ପଢ଼ିଥିଲେ ଯେ ପ୍ରାଣୀ କୋଷମାନଙ୍କର କୋଷ ଭିତ୍ତି ନଥାଏ କୋଷ ଝିଲ୍ଲି ଥାଏ ତେଣୁ କୋଷ ଭିତ୍ତି ନଥିବା ଯେତିକି ରହିଲେ ସେମାନଙ୍କୁ କେଉଁ ଜଗତରେ ରଖାହେଲା ନା କିଙ୍ଗଡମ୍ ଏନିମାଲିଆ ଯେଉଁଟାକି ଆମେ ପ୍ରାଣୀ ଜଗତ କହୁଥିଲେ ଆଗରୁ ତାହେଲେ ଏନିମାଲିଆରେ ରହିଲେ। ତାହେଲେ ମୋତେ କୁହ ମଣିଷଟା କେଉଁଥିରେ ରହିବ? ମଣିଷ ଯେତିକି ସବୁ ବାଘ ଭାଲୁ ଯେତିକି ସବୁ ପଶୁ ସବୁ ରହିଲେଣି ପଶୁ ପକ୍ଷୀ ଯେତିକି ସବୁ ତୁମେ ଦେଖାହେଉଛି ବଡ଼ ବଡ଼ ପଶୁ ପକ୍ଷୀ ସେମାନେ ସବୁ କେଉଁଥିରେ ରହିବେ ନା ସେମାନେ ସବୁ ସେଇ କୋଷ ଭିତ୍ତି ବିହୀନ ବାଲା ଜଗତ କେଉଁଟା ଏନିମାଲିଆରେ ରହିବେ। ତାପରେ ସିଏ କହିଲା କୋଷ ଭିତ୍ତି ବିଶିଷ୍ଟ ଯେଉଁମାନଙ୍କର କୋଷ ଭିତ୍ତି ଅଛି ଯେଉଁଟାକି ତୁମେ ପଢ଼ିଥିଲ କୋଷ ଭିତ୍ତି କେଉଁଥିରେ ତିଆରି ସେଲୁଲୋସ୍ ଆଣ୍ଡ ହେମିସେଲୁଲୋସ୍ ଦୁଇଟାରେ ତିଆରି। ତ କୋଷ ଭିତ୍ତି ତିଆରିରେ ଯେଉଁମାନଙ୍କର କୋଷ ଭିତ୍ତି ଅଛି ସେମାନଙ୍କୁ ପୁଣି ଦୁଇଟା ଜଗତରେ ବିଭକ୍ତ କରାହେଲା। ଗୋଟେ ହେଲା କିଙ୍ଗଡମ୍ ଫଞ୍ଜାଇ ମାନେ ତୁମର ଫଞ୍ଜାଇ ଜଗତ ଯିଏକି ଆଲୋକ ଶୋଷଣ ପ୍ରକ୍ରିୟା ସୂର୍ଯ୍ୟଙ୍କ ଠାରୁ ଯେଉଁ କିରଣ ନେଇକି ଶକ୍ତି ପ୍ରସ୍ତୁତ କରିବା ସେଇ ଜିନିଷଟା କରିପାରନ୍ତି ନାହିଁ ଏବଂ ଯିଏ କରିପାରେ ସିଏ ହେଲା ଉଦ୍ଭିଦ ଜଗତ ଯେଉଁଟାକି ଆମେ କହୁଥିଲେ କ'ଣ ପ୍ଲାଣ୍ଟ। ତ ଏଇଭଳି ଭାବରେ ଆମେ ପାଞ୍ଚଟା ଜଗତକୁ ଯେଉଁ ଭାଗ କରିଛେ ଏଇଭଳି ଭାଗରେ ଭାଗ କରିଛେ। ତ ତୁମେ ଏଇ କନସେପ୍ଟ ମ୍ୟାପିଂଟାକୁ ମନେ ରଖିଲେ ତୁମର ବେସିକ୍ ଆଇଡ଼ିଆଟା ପଳେଇ ଆସିବ ଯେ ଏମାନଙ୍କୁ କେଉଁ ଭଳି ଭାଗ କରିଛନ୍ତି। ଦେଖ ଆଉ ଥରେ ଦେଖିଦେବା। ଗୋଟେ ହେଉଛି ପ୍ରାକ୍ ନୈଷ୍ଠୀୟ ଏକକୋଷୀ ସେଗୁଡ଼ାକୁ ରଖିଲେ ମନେରା। ସୁନୈଷ୍ଠୀୟ କୋଷକୁ ଦୁଇ ଭାଗରେ ବିଭକ୍ତ କଲେ ଏକ ଭାଗରେ ରହିଲା କିଏ ଯେଉଁମାନେ ସୁନୈଷ୍ଠୀୟ କୋଷ ଏକକୋଷୀ ତାକୁ ରଖିଲେ ପ୍ରୋଟିଷ୍ଟା ଏବଂ ବହୁକୋଷୀକୁ ପୁଣି ଦୁଇ ଭାଗ କରାଗଲା। ବହୁକୋଷୀ ଯେଉଁମାନଙ୍କର କୋଷ ଭିତ୍ତି ନାହିଁ ସେମାନେ ହେଲେ ଏନିମାଲିଆ ଏବଂ ଯେଉଁମାନଙ୍କର କୋଷ ଭିତ୍ତି ଅଛି ସେମାନଙ୍କୁ ପୁଣି ଦୁଇ ଭାଗ କଲେ କ'ଣ ନା ଆଲୋକ ଶୋଷଣ କରିପାରନ୍ତି ନାହିଁ ସିଏ ହେଲେ ଫଞ୍ଜାଇ, ଆଲୋକ ଶୋଷଣ କରିପାରନ୍ତି ସିଏ ହେଲେ ପ୍ଲାଣ୍ଟି। ତାପରେ ଦେଖ ଆମେ ଗୋଟେ ଜଗତକୁ ପଢ଼ିକି ଯିବା। ପ୍ରଥମେ ଆମେ ପଢ଼ିବା ମନେରା। ଆମେ ଜାଣିଥିଲେ ମନେରାଟା କ'ଣ ନା ମନେରାଟା ହେଉଛି ଯେଉଁମାନଙ୍କର ପ୍ରାକ୍ ନୈଷ୍ଠୀୟ କୋଷ ଥାଏ। ପ୍ରାକ୍ ନୈଷ୍ଠୀୟ କୋଷ କହିଲେ ନ୍ୟଷ୍ଟିଟା ସୁସଂଗଠିତ ହୋଇନଥାଏ। ଏମାନଙ୍କର ନିର୍ଦ୍ଦିଷ୍ଟ ନ୍ୟଷ୍ଟି କିମ୍ବା କୋଷ ଅଙ୍ଗିକା ନଥାଏ କୋଷଟା ବହୁତ ଭାବରେ ଡେଭଲପ୍ଡ ନୁହେଁ
अनडेभलप्ड अवस्था अच्छी जोटा कि एमाने समस्ते एककोशीय एवं प्रोकैरियोटिक बा जो प्राक्नैष्टिक कोष एमानक भितरु केतेकंक ठारे कोषभित्ति रही थाए। खाद्य प्रणाली दृष्टि एमाने स्वभोजी किंबा परभोजी होइथांती। उदाहरण किए किए ना बैक्टेरिया, नीलहरित शैवाल जोटा कि आनाबेना एवं माइकोप्लाज्म। एगुड़ा देख तार चित्र एगुड़ा कौन जीवे ना मनेरार जीवे। ताले मन रहा मनेरा को मनेरा जीव जगत जो तार कौन क्यों माने जीवे जो माने कि प्राक्नैष्टिक कोष वाला जीव एवं एमाने एककोशी होइथांती एवं एमानकर कोषभित्ति काहार काहार थाए एवं किए स्वभोजी भी होइपारंती परभोजी भी होइपारंती। उदाहरण स्वरूप बैक्टेरिया, नीलहरित शैवाल, माइकोप्लाज्म इत्यादि। तापर देख नेक्स्ट कौन रही ना नेक्स्ट रही किंगडम प्रोटिस्टा माने प्रोटिस्टा जीव जगत। एमाने एककोशीय किंतु यूकेरियोटिक कहले जोटा कि आमर सुनैष्टिक कोष माने एमानकर न्यष्टिटा सुसंगठित एवं कोषटा मध्य डेभलप्ड माने विकसित कोष किंतु एमाने एककोशी प्राणी एककोशी जीव प्राणी नुह एककोशी जीव। एमाने एककोशीय यूकेरियोटिक एमानकर न्यष्टि और कोष अंगिका सहित सिलिया बा फ्लाजेला किंबा कूटपाद थाए। भेरी इंपोर्टेंट मन रखिबो एमान एककोशी हेले मध्य एमानकर कौन थाए सिलिया बा फ्लाजेला बा ताको कूटपाद मध्य कहा जाए। कौन पाई एटा कौथिरे साहाय्य करे चलन अंगिका लोकोमोटर ऑर्गन माने एमाने गोटे स्थान रु आ गोटे स्थान को मूवमेंट करिया पई माने जीवा पई गोटे स्थान रु आ गोटे स्थान को गति करिया पई आंकर कौन रही थाए सिलिया फ्लाजेला बा कूटपाद। एमाने स्वभोजी बा परभोजी मध्य अटंती एमाने भी स्वभोजी किंबा परभोजी होइथांती। उदाहरण किए किए एककोशी शैवाल, डायटम, पारामसियम, एमोबा आउ प्लाज्मोडियम आदि प्रोटोजोआ। तो यही मैंने सब कौन जाती ना प्रोटिस्टा जाती प्रोटिस्टा जगत रे। तापर देख तापर कौन जगतटा आसला ना तापर आसला फंजाई। फंजाई कौन ना एमान को कबक कह जाए। एमाने ताले आमे प्राक्नैष्टिक कोषटा रखीदे मनेरार सुनैष्टिक एककोशी रखीदे प्रोटिस्टार। तापर फंजाईटा कौन ताने सुनैष्टिक बहुकोशी किंतु देखा कौन अच्छी ना एमान को कबक कह जाए। एमाने परभोजी पचा सढ़ा जैव पदार्थ पर निर्भर करती एमान को मृतोपजीवी मध्य कहती। ताने किंगडम जो आमर रहिला किंगडम फंजाई से फंजाईर मुख्यतः सेमानकर गुण कौन ना से जीव गुड़िक पचा सढ़ा जिनस उपर निर्भर करे एवं तांको मृतोपजीवी मध्य कह जाए। एही जगत रे एककोशी ईस्ट रु आरंभ करी बहुकोशीय छतु पर्यंत समस्ते अंतर्भुक्त। एमानक मध्यरु केतेक फंजाई किछि आल्जी सहित माने शैवाल सहित एकाठी मिसिथिबारु देखा जाए एवं फंजाई और आल्जी एकाठी मिसिथिबारु तांकर जीवन यापन प्रणाली को सहजीविता कह जाए। यहाँ तुम मैंने 10वीं श्रेणी भी पढ़ो जे सहजीविता कौन जितेबाला दुईटा प्राणी परस्पर पाखापाखि रहीकि परस्पर को साहाय्य करुथांती सहीटा को आम कौन कहू सहजीविता। तो यही जो फंजाई ये क्या सहित रही थाए ना आल्जी बा शैवाल सहित रही थाए। एठारे सबुज कणा थिबा आल्जी खाद्य प्रस्तुत करुला बेले फंजाई जल संग्रह करथिला। शैवाल पाखर जेहेतु खाद्य प्रस्तुत से कर फंजाई ताको कौन कर जल संग्रह करदेव। उभय परस्पर द्वारा उपकृत हुअन्ति। एमाने साधारणतः कौटी थांती गछर गंडी और पत्थर उपरे देखा जाई थांती और सेमानंकु लाइकेन कहा जाए। तापर देख किंगडम एवं एमाने जो एमानकर कोष भित्ति थाए को मानकर जो फंजाईर कोष भित्ति थाए किंतु कोष भित्ति थिले मध्य एमाने खाद्य प्रस्तुत करिपारंती माने आलोक शोषण करिपारंती नाही। खाद्य प्रस्तुत करंती किंतु आलोक शोषण करिपारंती नाही। पूर्वरु आमे जो कॉन्सेप्ट मैपिंग रे पढ़िथिले। तापर देख किंगडम प्लांटी बहुकोशीय और कोषभित्ति विशिष्ट उद्भिद एमाने साधारणतः स्वभोजी। किंगडम प्लांटीटा प्लांट माने जो उद्भिद जगत को बुझाऊँगी एमानकर क्लोरोफिल थाए एटा साधारण कथा तुम मैंने जानिच एवं एमाने मध्य आलोकषण प्रक्रिया करती एवं एमानकु स्वभोजी कहुजिवो। आउ किंगडम एनिमालिया कौन कोषभित्ति विहीन बहुकोशीय प्राणी यथा जिया, प्रबाल, माछी, मशा, गेंडा, समुद्रतारा, माछ, बेंग, साप, पक्षी समस्ते किंगडम एनिमालिया कहले समस्त प्राणी जगत को बुझाए। एमानक पाखर कोषभित्ति नाही आलोक शोषण भी करिपारंतिनी किंतु एमाने बहुकोशी एवं एमानकर
कोष गुड़ाक सुनष्टीय कोषरे तैयारी है। तो आजिर क्लास को आम ये रखा। नेक्स्ट क्लास रे आम उद्भिद जगत एवं प्राणी जगत किंगडम प्लांटी किंगडम एनिमालिया विषय फुल्ली पढ़ा। तो आज आम पढ़िले कौन ना उद्भिद मानू कौ आधार रे विभक्त कराई ना उद्भिद मानू दुईटा तीनटा आधार रे विभक्त कराई। प्रथम आधार है प्राक्नष्टीय सुनष्टीय, द्वितीय आधार है एककोशी बहुकोशी, तृतीय आधार है आलोकशोषण प्रक्रिया करिपारिबा न करिपारिबा एवं चतुर्थ आधार है कोष भित्ति रहिबा न रहिबा। तो यही आधार रे सेमानकु भाग कराई। तो यही कॉन्सेप्ट मैपिंग टाकू तुमे माने टिके भलिकी मन देकी देखिबो बुझी पारिबो एठी कौन हेछि एवं शॉर्ट क्वेश्चन मन रखिबो जे द्विजगत विशिष्ट श्रेणी विभाग किए करथिले कार्लोस लिनियस, तीन जगत विशिष्ट श्रेणी विभाग किए करथिले ना E.H. हेगेल जे कि तुमर E.H. हेगेल करथिले एवं E.H. हेगेल आउ गोटे जगत को मिसैथिले कौन हेटा प्रतिष्ठा। कार्लोस लिनियस दुईटा जगत रखिथिले प्राणी उद्भिद एवं ये आउ गोटे को मिसैथिले एवं रॉबर्ट व्हिटेकर आसिकी आउ दुईटा जगत माने मोनेरा आउ फंजाई मिसेकी पंच जगत विशिष्ट कले एवं एजाबत आम पंच जगत विशिष्ट क्लासिफिकेशन जो श्रेणी विभाग आम पढ़ी आसुचे। तो आज वीडियो को ये रखिथिबा। हाँ तुम मैंने मन देकी पढ़िबो। वीडियोटी भल लगिले लाइक करिवो, कमेंट करिवो एवं सब्सक्राइब करिवो।